ସୁଭଦ୍ରା ଯୋଜନାରେ ଜାରି ହେଲା ଆର୍ ଗୋଟେ ନୂଆ ଅପଡେଟ୍। ଯଦି ଆପଣ ବି ଏଥିରେ ଆବେଦନ କରିଛନ୍ ଆରୁ ଟଙ୍କା ନି ପାଇବାର୍ ତାଲି ତେବେ ଜାନି ରଖୁନ୍ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଜାରି କଲେ ଗୋଟେ ବଡ଼ ଘୋଷଣା। ଆସୁନ୍ ଆଜି ଆମେ ଜାନମା ସୁଭଦ୍ରା ଟଙ୍କାଟା କେବେ ମିଲବା। ତାର ଆଗରୁ ଯଦି ଆମର ଚ୍ୟାନେଲରେ ନୂଆ ଅଛନ୍ ଭିଡ଼ିଓକେ ଗୋଟେ ଲାଇକ୍ କରିକି ଚ୍ୟାନେଲକେ ବି ସବସ୍କ୍ରାଇବ୍ କରିଦଉନ୍। ଇହାଦେ ବର୍ତ୍ତମାନ ସୁଭଦ୍ରା ଯୋଜନା ଆବେଦନକାରୀଙ୍କ ଲାଗି ଆସିଲା ଗୋଟେ ବହୁତ ବଡ଼ ଅପଡେଟ୍। ଅପସନ୍ ଆଉଟ୍ ହେଇଥିବାର 17,000 ମହିଳା ଫେର୍ ଥରେ ଏହି ଯୋଜନାରେ ସାମିଲ ହେଇଛନ୍। ଟୋଟାଲ୍ 31,000 ମହିଳା ଅପସନ୍ ଆଉଟ୍ ହେଇଥିଲେ। ସେମାନଙ୍କର ଭିତରୁ 17,000 ମହିଳା ଫେର୍ ଥରେ ସାମିଲ ହେଇଛନ୍। ଆରୁ ବାକି ଥିବାର 14,000 ମହିଳା ସେମାନେ ଆରୁ ଏହି ଯୋଜନାରେ ସାମିଲ ହେଇନି ପାରନ୍। ଏଇଟା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ସେ ଆରୁ ବି କହିଛନ୍ ଯେ 5 ଲକ୍ଷ ମହିଳା EKYC ଅପଡେଟ୍ ନି କରିଥିବାର ଯୋଗୁଁ ସରକାର ସେମାନଙ୍କୁ ଟାଇମ୍ ଦେଇଥିଲେ। ହେଲେ ଇହାଦେ ତକ୍ ବି 2 ଲକ୍ଷ ମହିଳା EKYC ଅପଡେଟ୍ ନି କରବାର୍ ତାଲି। ସେଥିର୍ଲାଗି 4 ନମ୍ବର ଫେସ୍ ଆଗରୁ EKYC ଅପଡେଟ୍ କରିନଉନ୍। ଜାନୁଆରୀ ଲାଷ୍ଟ ତକ୍ ପହଲା କିସ୍ତିର 4 ନମ୍ବର ଫେସ୍ ଟଙ୍କା ଦେବାର ଆଗରୁ ସମସ୍ତଙ୍କୁ EKYC ଅପଡେଟ୍ କରବାର୍ ଲାଗି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍। ଯେନ୍ଟା ଆଜିର ନୂଆ ଅପଡେଟ୍ ହିସାବେ ଜାନୁଆରୀ ଲାଷ୍ଟ ତକ୍ ମାନେ 31 ତାରିଖ ଆଗରୁ ସମସ୍ତଙ୍କୁ 4 ନମ୍ବର ଫେସ୍ ଟଙ୍କା ମିଲିଯିବା। ତ ତାର ଆଗରୁ ଆପଣଙ୍କୁ EKYC ଅପଡେଟ୍ କରବାର୍ ନିହାତି ଜରୁରୀ ହେଇଯାଇଛେ।